ଆନନ୍ଦପୁର ମହାବିଦ୍ୟାଳୟରେ ବୈତରଣୀ ବକ୍ତୃତାମାଳା। ଆନନ୍ଦପୁର ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ତ୍ରୟୋଦଶୀତମ ବୈତରଣୀ ବକ୍ତୃତାମେଳା ଅନୁଷ୍ଠିତ ହୋଇଯାଇଛି। ସମ୍ମାନିତ ବକ୍ତା ଭାବେ ଶ୍ରୀ ଚୈତନ୍ୟ ଆଶ୍ରମ ପୁରୀର ତ୍ରିଦଣ୍ଡୀ ସ୍ୱାମୀ ଭକ୍ତିବଲ୍ଲଭ ଆଚାର୍ଯ୍ୟ ମହାରାଜ, ବିଶ୍ୱଭାରତୀ ଶାନ୍ତିନିକେତନ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଇନ୍ଦ୍ରମଣି ସାହୁ, ସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇ ଚରଣ ରାଉତ, ପ୍ରାଧ୍ୟାପିକା ଶ୍ରୀଲେଖା ସାହୁ ଯୋଗଦେଇ ଶ୍ରୀମଦ୍ ଭାଗବତ ଗୀତା ଛାତ୍ରଛାତ୍ରୀମାନଙ୍କର ଚରିତ୍ର ଗଠନରେ କିପରି ପ୍ରଭାବ ପକାଇଥାଏ ଓ ରବୀନ୍ଦ୍ରନାଥ ଠାକୁରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଆନନ୍ଦପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ରଘୁଦୀପ୍ତ ନାୟକ ସଂଯୋଜନା କରିଥିଲେ। ପ୍ରାରମ୍ଭରେ ପୁଷ୍ପଲତାରାମ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଡକ୍ଟର ଶକ୍ତିପ୍ରସାଦ ମହାପାତ୍ର, ବିଶ୍ୱଜିତ ରାଉତ, ଉଜ୍ଜୈଲ ପଟ୍ଟନାୟକ, ମଧୁସ୍ମିତା ସାହୁ, ପୂର୍ଣ୍ଣଚନ୍ଦ୍ର ପାର୍ଥସାରଥୀ ଖଙ୍କୁଆ, ପ୍ରସାଦ କୁମାର ସାହୁ, ଦିବ୍ୟରଞ୍ଜନ ସାହୁ, ଦେବୀପ୍ରକାଶ ରାମ, ଆରତୀ ଲୁଗୁନ, ସଂଘମିତ୍ରା ରାଉତ, ଭାରତୀ ସାହୁ, ମିତାଶ୍ରୀ ବେହେରା, ମମତା ମିଶ୍ର, ସବିତା ଆର ବେଗମ, ଡକ୍ଟର ବଶିଷ୍ଠ ବେହେରା, କାହ୍ନୁଚରଣ ଜେନା, ରଞ୍ଜନ କୁମାର ନାୟକ, ପ୍ରତାପ କଅଁର, ଉପେନ୍ଦ୍ର ମିଶ୍ର, ନାରାୟଣ ହେମ୍ରମ, ଦେବାଶିଷ ଆଚାର୍ଯ୍ୟ, ରତିକାନ୍ତ ଦାସ, ଭଗବାନ ସାହୁ, ରାସନ ଲେଗ୍ରା, ପ୍ରଦୀପ କୁମାର ପୂର୍ତ୍ତି, ଦୁର୍ଗାଶଙ୍କର ପରିଡ଼ା, ସୂର୍ଯ୍ୟମଣି ଜେନା, ନିହାରିକା ପ୍ରିୟଦର୍ଶିନୀ ପାତ୍ର, ପ୍ରଫୁଲ୍ଲ କୁମାର ପଣ୍ଡା ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପତିତପାବନ ମିଶ୍ର। ଆନନ୍ଦପୁରରୁ ଟୁକୁ ଜେନାଙ୍କ ରିପୋର୍ଟ, ଖୋଲା ଖବର ଟିଭି।